ପ୍ରେମ କାହାଣୀ ଦୁଇ ନେତ୍ରହୀନ ପିଲାଙ୍କର। ରାମକୃଷ୍ଣ ଆଉ ସୋନାଲି ଦୁହେଁ ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ନ୍ତି। ପୁଣି ଏକା ବ୍ୟାଚରେ ପାଠ ପଢ଼ନ୍ତି ଦୁଇ ଜଣ ଯାକ। ଦୁହେଁ ଦୁହିଁଙ୍କୁ ଘଡ଼ିଏ ନ ଦେଖିଲେ ରହିପାରନ୍ତି ନାହିଁ। ଯଦି ସୋନାଲି କେବେ ପ୍ରଶ୍ନର ଉତ୍ତର ଆସିଛି ଆଉ ରାମକୁ ପ୍ରଶ୍ନର ଉତ୍ତର ଜଣା ନାହିଁ, ଶିକ୍ଷକ ଯେତେ ପଚାରିଲେ ବି ସୋନାଲି ଉତ୍ତର ଜାଣିଥିଲେ ବି କେବେ କହେନି। ସୋନାଲି ମନେ ମନେ କହେ, ମୋ ରାମ ଉତ୍ତର ନ ଦେଇ ମାଡ଼ ଖାଇବ ଆଉ ମୁଁ ପ୍ରଶ୍ନର ଉତ୍ତର ଦେଇ ସାର୍ଙ୍କଠୁ ସାବାସ ଶୁଣିବି? ନା ନା, ତାହେଲେ ରାମ ପ୍ରତି ମୋର ଭଲ ପାଇବା କମିଯିବ। ଆଉ ଯଦି କେବେ ରାମକୁ ଉତ୍ତର ଆସିଛି, ସୋନାଲି କି ସେ ଉତ୍ତର ଜଣା ନାହିଁ, ତେବେ ରାମ ବି ଉତ୍ତର ଦିଏନି। ରାମ ମନେ ମନେ କହେ, ମୋ ମନ ବଗିଚାରେ ଫୁଟିଥିବା ସତେଜ ଗୋଲାପ ଫୁଲଟିକୁ ମୁଁ କ'ଣ ନିଜ ପାଦରେ ଦଳି ଦେଇପାରିବି? ମୋ ସୋନାଲି ଉତ୍ତର ଦେଇପାରିବନି, ସିଏ ଅପଦସ୍ଥ ହେବ ଆଉ ମୁଁ ଉତ୍ତର ଦେବି? ନା, ତା ଅପେକ୍ଷା ବରଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠୁ ମାଡ଼ ଖାଇବା କୋଟିଏ ଗୁଣରେ ଭଲ। ବିଦ୍ୟାଳୟ ଛୁଟି ହେଇଯାଏ, ସମସ୍ତେ ଖେଳିବାକୁ ଲାଗନ୍ତି, କିନ୍ତୁ ସୋନାଲି ଆଉ ରାମ ନିରୋଳାରେ ଯାଇ ଗୋଟିଏ ଜାଗାରେ ବସନ୍ତି। ରାମର କୋଳରେ ସୋନାଲି ଶୋଇପଡ଼େ। ସୋନାଲି ତାର ମିଠା ମିଠା କଥା କହି ରାମକୁ ଖୁସି କରିବାକୁ ଚେଷ୍ଟା କରେ। ରାମ କହେ, ଆଜି ତୁ ମୋ ପାଇଁ ମାଡ଼ ଖାଇଲୁ ନା? ସୋନାଲି, ହେ, ତୋ ପାଇଁ ଗୋଟେ କ'ଣ ମୁଁ ମାଡ଼ ଖାଇବି? ମୁଁ ଉତ୍ତର ଦେଇପାରିଲିନି ମାଡ଼ ଖାଇବି? ନା ରେ ସୋନାଲି, ତୁ ଯେତେ ଲୁଚେଇଲେ ବି କଥା ଲୁଚିବନି। ତୋ ଆଖି କହିଦେଉଛି ସୋନାଲି, ତୁ ମିଛ କହୁଛୁ। ଆରେ ତୋତେ ଉତ୍ତର ଜଣାଥିଲା ରେ, ତୁ ବା ଗୋଟେ ଭଲ ଇଂଲିଶ ଷ୍ଟୁଡେଣ୍ଟ। ମୋ ପାଇଁ ତୁ ଆଜି ମାଡ଼ ଖାଇଲୁ। ସୋନାଲି, ବୋକାଟା, ହୁଣ୍ଡାଟା, ଆରେ ବୁଦ୍ଧୁ, ପ୍ରେମରେ ଏମିତି ହୁଏ। ରାମ, ହଁ, ପ୍ରେମ। ନେତ୍ରହୀନ ଆମେ ଦୁହେଁ, ଆମ ପ୍ରେମ କେବେ ସଫଳ ହେବ କି ନାହିଁ ମୁଁ ଜାଣିନି। ସୋନାଲି, ହେ, ପୁଣି ପାଗଳଙ୍କ ଭଳିଆ ତୁ ଗପିଲୁ। ଆରେ ହେ, ଏ ଦେଖାଯିବା ଲୋକ ସିନା ଆମ ପ୍ରେମକୁ ବୁଝିବେନି। ତୁ ଜାଣିଛୁ ତୋ ସୋନାଲି କ'ଣ, ମୁଁ ଜାଣିଛି ମୋ ରାମ କ'ଣ। ମୋତେ ସମସ୍ତେ କେତେ କଥା କହୁଛନ୍ତି ମୋର ମୋବିଲିଟି ଷ୍ଟ୍ରଙ୍ଗ ନାହିଁ। ତୁ କହିଲୁ, ମୁଁ କ'ଣ ସତରେ ଏତେ ଅକ୍ଷମ? ରାମ, କିଏ କହୁଛି ସେ? ଆଉ ଥରେ ଯିଏ ମୋ ସୋନାଲିକି ଏମିତି କଥାବାର୍ତ୍ତା କରିବ। ସୋନାଲି, ରାମ, ତୁଟା ସତରେ ବୁଦ୍ଧୁଟା। ଆରେ ମୁଁ କ'ଣ କହୁ କହୁ କହିଦେଲି, ଏକାଥରେ ତୋ ରାଗ ଯାଇ ମୁଣ୍ଡ ଉପରେ। କ'ଣ ଯେ ତୁ କରିବୁ ମୋତେ ବାହା ହେଲା ପରେ? ରାମ, ସବୁ ସ୍ୱାମୀମାନେ ବାହା ହେଲା ପରେ ତାଙ୍କ ସ୍ତ୍ରୀ କି ଯାହା କରନ୍ତି। ସୋନାଲି, କିଏ ଶୁଣିବ, ଇଡ଼େ ମୂର୍ଖଟା ଏଇଟା। ରାମ ସୋନାଲିର ଫୁଲକା ଫୁଲକା ଗାଲକୁ ଚିପିବାକୁ ଲାଗେ। ସୋନାଲିର ସାରା ଶରୀର ଉପରେ ରାମ ହାତ ବୁଲେଇ ଦେଉଥାଏ। ରାମ ପଚାରିଲା, ଆରେ ସୋନାଲି, ହଁ, ଖରାବେଳେ ଆଜି ତ ଖାଇଲୁ ନାହିଁ, କହିଲୁ କ'ଣ ତୋ ପେଟ କାମୁଡ଼ୁଛି ବୋଲି। ଏବେ ତ ପେଟ ଭଲ ହେଇଗଲାଣି ନା? ସୋନାଲି, ପେଟ ଭିତରେ ଯେଉଁ ଜିନିଷଟା ଥିଲେ ପେଟ କାମୁଡ଼ୁଥିଲା, ସେ ଜିନିଷଟା ପାଟି ବାଟେ ପଦାକୁ ବାହାରିଗଲା, ଆଉ ପେଟ କାହିଁ କାମୁଡ଼ିବ? ହଁ, ଏବେ ଅବଶ୍ୟ କାମୁଡ଼ିବନି, ହୁଏତ ଭବିଷ୍ୟତରେ କିଏ ପେଟ କାମୁଡ଼ି ପାରେ, ମୁଣ୍ଡ ବି ବୁଲେଇ ପାରେ, ଆଉ ମଝିରେ ମଝିରେ ବାନ୍ତି ବି ହେଇପାରେ। ରାମ, କ'ଣ ତୁ କହୁଛୁ ମୁଁ କିଛି ବୁଝିପାରୁନି। ହେ, ମରଦ ପିଲା ହେଇ କିଛି ବି ବୁଝିପାରୁନୁ? ଧିକ୍ ତୋ ଜୀବନକୁ ରେ। ମୁଁ ମାଇକେନା ଝୁଅଟା ହେଇ ଏତେ କଥା ଜାଣିଛି, ତୁ ଗୋଟେ ମରଦ ପିଲା ହେଇ ଏତିକି ଜାଣିପାରୁନୁ? ସୋନାଲି କହିଲା ବେଳେ ଟିକେ ଟିକେ ଥଙ୍ଗେଇ ଯାଉଥାଏ। ରାମ, କ'ଣ ତୁ ଏମିତି କହୁଛୁ? ଆରେ ମୂର୍ଖ, ଯେତେବେଳେ ତୋର ମୋର ବାହା ହେବା, ଆମର ଦୁଇଟି ପିଲା ହେବେ, ଗୋଟେ ଝିଅ ଗୋଟେ ପୁଅ, ସେତିକି ବେଳ କଥା ମୁଁ କହୁଛି। ରାମ, ତୁ ହୁଣ୍ଡିଟା କେଉଁ କଥା କେତେବେଳେ କହୁ ମୁଁ କିଛି ବି ବୁଝିପାରେ ନାହିଁ। ଦୁଇ ଜଣ ଯାକ ଏମିତି ଗପିଥାନ୍ତି। ଗପୁ 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 ସେ କେତେବେଳେ ଅନ୍ୟ ଏକ ଭାବନା ରାଜ୍ୟରେ ହଜିଯାଆନ୍ତି। ସେ ଦୁହେଁ ନିଜେ ବି ଜାଣିପାରନ୍ତିନି। ଭୁଲି ଯାଆନ୍ତି ସେ ଦୁହେଁ ଗୋଟେ ଛାତ୍ର, ଗୋଟେ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ଏହି ସମୟରେ ଗୋଟିଏ ବିଦ୍ୟାଳୟର କର୍ମଚାରୀ ତାଙ୍କୁ ଦେଖିନି ଆଉ କଥାଟି ଯାଇ ପଡ଼େ ପ୍ରଧାନ ଶିକ୍ଷକ କର୍ଣ୍ଣଦେଶରେ। ପ୍ରଧାନ ଶିକ୍ଷକ ଦୁହେଁଙ୍କୁ କାର୍ଯ୍ୟାଳୟକୁ ଡକାନ୍ତି। ନାନା କଟୁ କଥା କୁହନ୍ତି ଆଉ ଷ୍ଟାଫ ମାନଙ୍କୁ କୁହନ୍ତି, ଶୁଣ, ଆଜିଠୁ ଯେମିତି ଏ ଦୁଇ ଜଣ ଯାକ ଏକାଠି ନ ହୁଅନ୍ତି, ହେଲା? ଦିସ୍ ଇଜ୍ ମାଇ ଅର୍ଡ଼ର। ରାମ, ସାର୍, ଏତେ ବଡ଼ ଦଣ୍ଡ ଦିଅନ୍ତୁନି ସାର୍। ସୋନାଲିକି ଛାଡ଼ି ମୁଁ କେବେ ରହିପାରିବିନି ସାର୍। ସାର୍,
ବୃକ୍ଷ ବିନା କ'ଣ ବଗିଚା ସୁନ୍ଦର ଦିଶିଲାଣି? ତାରା ବିନା କ'ଣ ଗଗନ କେବେ ସୁନ୍ଦର ଦିଶିଲାଣି? ନା ଜହ୍ନ ବିନା ପୂର୍ଣ୍ଣିମା କେବେ ପୂର୍ଣ୍ଣିମା ଭଳିଆ ଲାଗିଲାଣି? ସାର୍, ସୋନାଲିଠୁ ମୁଁ ଅଲଗା ହେବି? ଆପଣ ପଛେ ମୋତେ ବାଡ଼େଇ ବାଡ଼େଇ ଦରମରା କରିଦିଅନ୍ତୁ ସାର୍, ଏ ସ୍କୁଲରୁ ବାହାରି ଯିବାକୁ କୁହନ୍ତୁ ସାର୍, କିନ୍ତୁ ମୋ ସୋନାଲିଠୁ ମୋତେ ଅଲଗା କରନ୍ତୁନି। ଆଇ ସେ ସେଟ୍ ଅପ୍ ୟୁ, ପ୍ରିନ୍ସିପାଲ ଖୁବ୍ ଜୋରରେ ରାଗି ଯାଇ କହିଲେ ଆଉ ବିରକ୍ତ ହୋଇଯାଇ ଟେବୁଲକୁ ବାଡ଼େଇ ଦେଲେ। ସୋନାଲି, ସାର୍, ମୁଁ ଆପଣଙ୍କ ଗୋଡ଼ ଧରି ନେହୁରା ହେଉଛି, ଆମ ଦୁହେଁଙ୍କୁ ଅଲଗା କରନ୍ତୁନି। ଆମେ ଦୁହେଁ ଏକାଠି ହେଇକି ରହିବୁ। ଆମେ ଦୁହେଁ ଦୁହେଁଙ୍କୁ ବହୁତ ଭଲ ପାଉ। ସାର୍, ରାମ ବିନା ସୋନାଲି ଅଧା, ସୋନାଲି ବିନା ରାମ ଅଧା। ଶାଟ୍ ଅପ୍! ତମେ ଏଠିକି ପାଠ ପଢ଼ିବାକୁ ଆସିଛ ନା ଏ ଫାଲତୁ କାମ କରିବାକୁ ଆସିଛ? ଆଉ ଥରେ ଯଦି ତମେ ଦୁହେଁ ଏକାଠି ହୁଅ ଆଉ ଏପରି ଫାଲତୁ କାମ କର, ମୁଁ ବାଧ୍ୟ ହୋଇକି ତମ ଦୁହେଁଙ୍କୁ ଏ ବିଦ୍ୟାଳୟରୁ ବହିଷ୍କାର କରିଦେବି। ତାପରେ ଦୁହେଁ କାନ୍ଦି କାନ୍ଦି ଆଖି ଲାଲ କରିଦିଅନ୍ତି। ପ୍ରିନ୍ସିପାଲ ସାର୍ କୁହନ୍ତି, ଶୁଣ, ତମକୁ ଯାହା କହିଲି ସେଇଆ, ଆଜିଠୁ ଏ ଦୁଇଟା ଯେମିତି ଏକାଠି ନ ହେଇପାରନ୍ତି। ଦିସ୍ ଇଜ୍ ମାଇ ଅର୍ଡର, ଅଣ୍ଡରଷ୍ଟାଣ୍ଡ? ୟେସ୍ ସାର୍, ଜଣେ ଷ୍ଟାଫ୍ ଏହିପରି କହି ସେ ଦୁହିଁଙ୍କୁ ନେଇଯାଏ। ଦୁଇ ଜଣ ଯାକ ନିରଳାରେ ଏକୁଟିଆ ଏକୁଟିଆ ଲୁଚି ଲୁଚି କାନ୍ଦୁଥାନ୍ତି, ମନେ ମନେ ଭାବୁଥାନ୍ତି। ରାମ ମନେ ମନେ କହେ, ମୁଁ ଯଦି ଆଜି ଅନ୍ଧଟିଏ ନ ହେଇଥାନ୍ତି, ମୁଁ ସୋନାଲି କ'ଣ ମୋଠୁ କିଏ ଅଲଗା କରିଦେଇଥାନ୍ତା? ଆରେ ଏ ଜେନେରାଲ ଲୋକ ଗୁଡ଼ାକ ସିନା ଆମ ଭଲ ପାଇବା ବୁଝୁନାହାନ୍ତି, କିନ୍ତୁ ଉପରବାଲା ଆମ ଭଲ ପାଇବାର ମହତ୍ତ୍ୱ ନିଶ୍ଚୟ ବୁଝିଛି। ସିଏ ସିନା ଆଜି ଆମକୁ ଅଲଗା କରିଦେଇଛି, ସମୟ ଆସିବ ଆମେ ଦୁହେଁ ଏକାଠି ହବୁ। ସୋନାଲି ମୋର ରାଣୀ ହବ, ମୁଁ ତାର ରାଜା ହେବି, ମୁଁ ତାର ରାଜା ହେବି, କେହି ଆମକୁ ଅଲଗା କରିପାରିବେ ନାହିଁ। ରାମ ସେଦିନ ଡଭାରୁ ଆଚାର ଖୋଲି ଖାଉଥାଏ, ମନେ ମନେ ଭାବୁଥାଏ, ସୋନାଲିକି ମୋର ଆମ୍ବ ଆଚାର ଭଲ ଲାଗେ, କିନ୍ତୁ ମୁଁ କେମିତି ଦେଇପାରିବି? ଯଦି ଦଉଥିବି କିଏ ଯଦି ଦେଖିଦେଲା, ମୋ ସୋନାଲି ଗାଳି ଶୁଣିବ। ନା ନା, ଏ ଆଚାର ମୁଁ ଖାଇବିନି, ଯେଉଁଟା ମୋ ସୋନାଲି ଖାଇପାରିବନି ମୁଁ ତାକୁ ଖାଇବିନି। ରାମ ବାକ୍ସ ବନ୍ଦ କରିଦିଏ। ସୋନାଲି ବି ସେପଟେ ଡଭାରୁ ମିକ୍ସଚର ଖୋଲି ଖାଉଥାଏ, ଆଉ ମନେ ମନେ ଭାବୁଥାଏ, ରାମ ମୋର ସାଧା ମିକ୍ସଚର ଖାଇବାକୁ ବହୁତ ଭଲ ପାଏ, କିନ୍ତୁ ତାକୁ ମୁଁ ଦେବି କେମିତି? ନା ନା, ଯେଉଁଟା ମୋ ରାମର ପ୍ରାପ୍ୟ ନୁହେଁ ତାହା ମୋର ବି ପ୍ରାପ୍ୟ ନୁହେଁ। ସୋନାଲି ବାକ୍ସ ବନ୍ଦ କରିଦିଏ। ଚାହୁଁ ଚାହୁଁ ଦୁହେଁ ଦଶମ ପାସ୍ ଆଉଟ୍ ହୋଇ ବିଦ୍ୟାଳୟରୁ ପଳେଇ ଆସନ୍ତି। ଆ ଭିତରେ ଘରକୁ ଆସିଲା ପରେ ବି ସେ ଦୁହେଁଙ୍କ ଭିତରେ କେବେ ବି ଯୋଗାଯୋଗ ହୋଇପାରିନଥାଏ। ଦିନକର କଥା, ଏକ ପରୀକ୍ଷା ପାଇଁ ଦୁହେଁ ଗୋଟେ ପରୀକ୍ଷା ସେଣ୍ଟରକୁ ଯାଇଥାନ୍ତି। ପରୀକ୍ଷା ସେଣ୍ଟରରେ ବସିଥିଲା ସମୟରେ ଜଣେ ଆସି ଡାକ ଛାଡ଼ିଲେ, ରାମକୃଷ୍ଣ ମଲ୍ଲିକ ପ୍ରେଜେଣ୍ଟ ସାର୍। ସୋନାଲି ମନେ ମନେ ଭାବୁଥାଏ, ରାମର ନାଁ ଶୁଣି, ଏଇ କ'ଣ ମୋ ରାମ? ରାମ ତାମାନେ କ'ଣ ଏଇଠାକୁ ଆସିଛି? ସିଏ କ'ଣ ମୋତେ ଆଉ ମନେ ରଖିଥିବ? ଆ ଭିତରେ 7 ବର୍ଷ ବିତିଗଲାଣି, ମୋର କାହିଁ ଭରସା ପାଉନି ସେ ମୋତେ ମନେ ରଖିଥିବ। ଏହି ସମୟରେ ସାର୍ ଡାକିଲେ, ସୋନାଲି ସାହୁ। ପ୍ରେଜେଣ୍ଟ ସାର୍। ରାମ ମନେ ମନେ ଭାବୁଥାଏ, ଇଏ ବୋଧେ ମୋ ସୋନାଲି। ହଁ, ଇଏ ମୋ ସୋନାଲି। ସେଇ ସ୍ୱର, ସେଇ ସ୍ୱର। ମୁଁ ବଂଶୀ ବଜେଇଲା ବେଳେ ସେ ଏମିତି ତାର ମଧୁର ସ୍ୱରରେ ଗୀତ ଗାଉଥିଲା। ଇଏ ମୋ ସୋନାଲି, ଇଏ ମୋ ସୋନାଲି। ରାମ ଖୁବ୍ ଜୋରରେ ଚିତ୍କାର କରି କହିଦିଏ, ସୋନାଲି, ସୋନାଲି। ରାମ। ଦୁହେଁ ଦୁହିଁଙ୍କ ପାଟି ଶୁଣି ଦୁହିଁଙ୍କ ପାଖକୁ ଚାଲି ଆସନ୍ତି। ହଲରେ ବସିଥିବା ଅନ୍ୟମାନେ ଏ ଦୁହେଁଙ୍କର ଏଇ କଥାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଜଣେ ଶିକ୍ଷକ କୁହନ୍ତି, ତମେ ଦୁହେଁ କ'ଣ ପରସ୍ପରକୁ ଚିହ୍ନିଛ? ରାମ, ସାର୍, ଆମେ ଦୁହେଁ ଏକା ବିଦ୍ୟାଳୟରେ ପାଠ ପଢ଼ୁଥିଲୁ। ସୋନାଲି, ସାର୍, ଖାଲି ଏକା ବିଦ୍ୟାଳୟରେ ନୁହେଁ, ଆମେ ଏକା କ୍ଲାସରେ ପାଠ ପଢ଼ୁଥିଲୁ। ସିଏ ମୋ ବିନା ଅଧା, ମୁଁ ତା ବିନା ଅଧା। ସାର୍, ଓକେ ଓକେ ଓକେ, ତମେ ଦୁଇ ଜଣ ଇଣ୍ଟରଭ୍ୟୁ ଯେଉଁ ଦେଇଥିଲ, ଆମର ଏଠି ସିଲେକ୍ସନ୍ ହେଇଛ। ତମେ ଦୁହେଁ ଯାକ ଏଇ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଛ। ରାମ ଓ ସୋନାଲି ଦୁହେଁ ବହୁତ ଖୁସି ଆଜି। ଦୁହେଁ ଆଜି ବି ନିରଳାରେ ବସି ଗପସପ୍ କରୁଛନ୍ତି। ରାମ, ମୁଁ କ'ଣ କହିଥିଲି ରେ ସୋନାଲି, ଯେଉଁ ଉପରବାଲା ଆମକୁ ଏକାଠି କରିଛି ସେ ଦିନେ ଦିନେ ଆମକୁ ପୁନର୍ବାର ଏକ ବନ୍ଧନରେ ବାନ୍ଧିଦେବ। ଦେଖ, ବିଦ୍ୟାଳୟରେ ଆମକୁ ଅଲଗା କରିଦେଇଥିଲେ ସମସ୍ତେ, ଆଜି ଦେଖିଲୁ, ଆଜି ଆମକୁ କେହି ବି ଅଲଗା କରିପାରିବେନି। ସୋନାଲି, ତୋଠୁ ମୋତେ, ମୋଠୁ ତତେ କେହି ବି ଅଲଗା କରିପାରିବେ ନାହିଁ। ତାପରେ ସୋନାଲି, ଆରେ 2ରୁ 4 କେବେ ହବା? ରାମ, ଆରେ ଏବେଠୁ ଏତେ ବ୍ୟସ୍ତ ହବାର କ'ଣ ଅଛି, ସମୟ କ'ଣ କୁଆଡ଼େ ପଳେଇ ଯାଉଛି।
ଏଇ ଥିଲା ଦୁଇ ନେତ୍ରହୀନ ପିଲାଙ୍କର ପ୍ରେମ କାହାଣୀ। କାହାଣୀଟି କେମିତି ଲାଗିଲା ଆପଣମାନେ ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲର କମେଣ୍ଟ ସେକ୍ସନକୁ ଯାଇ ଜଣାଇବେ। ଉପସ୍ଥାପକରେ ମୁଁ ଥିଲି ମୃତ୍ୟୁଞ୍ଜୟ ଶତପଥୀ। ବିଦାୟ ନେଉଛି। ବନ୍ଦେ ଉତ୍କଳ ଜନନୀ। Messages. Hi. 10:18. Voice code you. Is not voice message. Pause. Send.